ଫକୀର ଚରଣ ଦତ୍ତ କୋଉଠି ଘର? ଛୋଟି ନଟରା ଏ ବନ୍ୟାରେ ସବୁ ଜମି ରୁଆ ହେଇଥାଏ ଆମେ ସବୁ ଧୋଇ ହେଇ ନେଇଯାଇଛି 5-6 ଥର ହେଲାଣି ବନ୍ୟା ଗୋବରୀ ସଫା ହେଇପାରୁନି କି ପାଣି ନିଷ୍କାସନ ହେଇପାରୁନି କରିକି ଆମେ ଆଣିକି ସବୁ ରୋଇଥିଲୁ କିଛି କ୍ଷତିପୂରଣ ଦେଲେ ଆମେ ଉପକୃତ ହବୁ। ବୈରାଗୀ ଜଣ ବିଶ୍ୱାଳ ସବୁ ଫସଲ ନଷ୍ଟ ହୋଇଗଲା 3 ଥର ରୋଇଲୁଣି 3 ଥର ତଳି ପକେଇଲୁଣି ଯେ ତଳି ଯାଉଛି ସେ ରୁଆ ଯାଉଛି ଯେଉଁ ଋଣ କରଜ କରିକି ଆଣିକିରି ସାର କିଣି ମୂଲିଆ ମଜୁରୀ ଦେ ଗାଡ଼ି ବୋଲାକୁ ଗାଡ଼ି ପଇସା ଦେ ଏ ସବୁ ଚାଲିଯାଉଛି ତେଣୁ ଚାଷ କରି ବିରକ୍ତି ମନୋଭାବ ଆସିଲାଣି ଆଉ ଚାଷ କରିବୁ ନାହିଁ ଯଦି ବାହାରକୁ କୁଆଡ଼େ ପଳେଇବୁ ଦାଦନ ଖଟି କୁଟୁମ୍ବ ମୁହଁରେ ଦାନା ମୁଠା ଦେବୁ ପାଣି ଗୋବରୀ ନଦୀର ବନ୍ୟା ଉପରୁ ଆଉଛି ପାଣି ଆଉଛି ବହୁ ଗ୍ରାମ କତରୁ ପାଣି ସବୁ ଆଉଛି ଏଇ ଗୋବରୀ ବାଟେ ଏଇ ଗୋବରୀ ବାଟେ ଯେ ନିଷ୍କାସନ ହେବା କଥା ଆଉ କୋଉ ଉପାୟ ନାହିଁ ପାଣି ନିଷ୍କାସନ ହେବାର ପଡ଼ୁଛି ଗୋବରୀ ତ ସଫେଇ ହେଉନି ଗୋବରୀ ଭିତରେ ଘାସ ଆଉ ଘାସରେ ପାଣି କାଟୁନି ଆଉ କିଛି ନାହିଁ ତା ପ୍ରତି ସରକାରଙ୍କର ଦୃଷ୍ଟି ଚାଷୀ ମରୁନ୍ତୁ ବା ବଞ୍ଚୁଛୁ ସରକାର ତ ଗାଦିରେ ବସିଲେ ତେଣୁ ଚାଷୀ ମରୁନ୍ତୁ ବଞ୍ଚୁନ୍ତୁ ଯାହା ହଉ ଆମ ଖବର ବୁଝୁଛି କିଏ ନିବେଦନ କରୁଛି ଏଇଆ ଆମକୁ କିଛି ସାହାଯ୍ୟ ଦେଉ ଚାଷୀ ଋଣ ଛାଡ଼ କରୁ ଆଉ କିଛି ଯଦି ସାହାଯ୍ୟ କରନ୍ତେ ଆମେ ହେଲେ ପୁଣି କ'ଣ କରନ୍ତୁ ତଳି ଫଳି ପକାନ୍ତୁ କି ରୁଆନ୍ତୁ କି ଯାହା କରନ୍ତୁ ଆଉ ତ ବେଳ ନାହିଁ ତଳି ପକେଇବୁ କ'ଣ ରୋଇବୁ କ'ଣ ଆମର ଆଉ କିଛି ଉପାୟ ନାହିଁ ଆମେ ଘର ଛାଡ଼ି ପଳେଇବୁ କୁଟୁମ୍ବ ସାଙ୍ଗମାନେ ଦାନା ମୁଠିଏ ଦେବୁ ନା ନାହିଁ ଆଜି 5 ଏକର ଚାଷ କରିକିରି ମୁଁ ଯଦି କୁଟୁମ୍ବ ମୁହଁରେ ଦାନା ମୁଠା ଦେଇ ନ ପାରିଲି ଚାଷ କରିବି କାହିଁକି